এই স্থাନରେ যোগ ଦେଇଥିବା প্রিয় বাপা এবং মা মানଙ୍କୁ এবং যুবক ମାନଙ୍କ କତିରେ ପ୍ରତ୍ୟେକଙ୍କୁ ଆଜିର এই ସ୍ଥାନରେ ଯୋଗ ଦେଇଥିବା ପ୍ରତ୍ୟେକଙ୍କୁ ମୋର ଆନ୍ତରିକ ନମସ୍କାର। ଆସନ୍ତୁ ଆମେ ପ୍ରାର୍ଥନା କରିବା ପୂର୍ବରୁ ଗୋଟାଏ ଅଂଶ ଆମେ ପାଠ କରିବା। ଗୀତ ସଂଗୀତା 128 ପର୍ବର ତାର 1 ପଦରୁ ତାର 6 ପଦ ପର୍ଯ୍ୟନ୍ତ ଆମମାନଙ୍କର ଉପଦେଷ୍ଟା ଲିମା ମହାଶୟ ଅଛନ୍ତି, ସେହି ସ୍ଥାନକୁ ଆସିବେ। ସେ ପାଠ କଲା ପରେ ଆମମାନେ ଆଉ ପ୍ରାର୍ଥନା କରିବାକୁ ଯିବା। ଭାଇ ପ୍ରକାଶ ଉପଦେଷ୍ଟା ଆସନ୍ତୁ ଏ ସ୍ଥାନକୁ। ଗୀତ ସଂଗୀତା 128ର ତାର 1ରୁ ତାର 6 ପଦ ପର୍ଯ୍ୟନ୍ତ ଅଛି, ସେ ପାଠ କରି ଆମମାନଙ୍କୁ ଶୁଣାଇବେ। ସୁଖୀ ହେବ ଓ ତୁମ୍ଭର ମଙ୍ଗଳ ହେବ। ତୁମର ଭାଗ୍ୟ ତୁମ ଘର ଅନ୍ତପୁରରେ ଫଳବତୀ ଦ୍ରାକ୍ଷଲତା ତୁଲ୍ୟ ହେବ। ତୁମର ସନ୍ତାନମାନେ ତୁମ ମେଜର ଚାରିଆଡ଼େ ଜିତ ବୃକ୍ଷର ଚାରା ପରି ହେବେ। ଦେଖ, ସଦାପ୍ରଭୁଙ୍କୁ ଭୟ କରିବା ଲୋକ ଏହି ପ୍ରକାର ଆଶୀର୍ବାଦ ପ୍ରାପ୍ତ ହେବ। ସଦାପ୍ରଭୁ ସିୟନରୁ ତୁମକୁ ଆଶୀର୍ବାଦ କରିବେ, ଆଉ ତୁମେ ଯାବଜୀବନ ଜେରୁସାଲେମର ମଙ୍ଗଳ ଦେଖିବ। ହଁ, ତୁମେ ଆପଣା ସନ୍ତାନ ଗଣର ସନ୍ତାନ ଦେଖିବ। ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ। ଆମେନ୍। ପ୍ରଭୁ ଏହି ପଠିତ ଅଂଶରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମେ ସମସ୍ତେ ଚକ୍ଷୁ ବନ୍ଦ କରିବା। ଆରମ୍ଭ ନିମନ୍ତେ ଆମେ ପ୍ରାର୍ଥନା କରିବା। ବିଷ୍ଟ ଏକମାତ୍ର ସୃଷ୍ଟିକର୍ତ୍ତା ଭୟାନକ ପରମେଶ୍ୱର, ତୁମ ପୁଣ୍ୟ ପଦ ଚରଣ ତଳେ ପ୍ରଭୁ ଆମେ ପ୍ରାର୍ଥନା କରୁଅଛୁ। ଆଜିର ପ୍ରଭୁ ସୁନ୍ଦର ସମାବେଶକୁ ତୁମ ହସ୍ତରେ ସମର୍ପଣ କରେ। ପ୍ରଭୁ ତୁମ ନିକଟରେ ଆମେ ଅନେକ ଦିନ ହେଲା ପ୍ରାର୍ଥନା କରି ଆସୁଥିଲୁ, ଆଜି ମଧ୍ୟ ପ୍ରଭୁ ପ୍ରାର୍ଥନା କରୁଅଛୁ। ପ୍ରଭୁ ତୁମେ ଯେ ମହାନ ପରମେଶ୍ୱର, ତୁମେ ଆଦି, ତୁମେ ଅନ୍ତ, ତୁମେ କ ଏବଂ କ୍ଷୟ, ତୁମେ ଆଲଫା, ତୁମେ ଓମେଗା ପରମେଶ୍ୱର। ପ୍ରଭୁ ବର୍ଷର ଆରମ୍ଭରୁ ବର୍ଷର ସମାପ୍ତି ପର୍ଯ୍ୟନ୍ତ 2025 ସାଲରେ ପ୍ରଭୁ ଆମମାନଙ୍କୁ ତୁମେ ସୁରକ୍ଷିତ କଲ। ପ୍ରଭୁ ଅନେକ ଘାତ ପ୍ରତିଘାତ ସମସ୍ୟା ମାନରୁ ପ୍ରଭୁ ଆମମାନଙ୍କୁ ତୁମେ ଉଦ୍ଧାର କରି এই 2025 ସାଲର ଆମକୁ ପଦାର୍ପଣ କଲୁ ଏବଂ এই 2026 ସାଲକୁ ପ୍ରଭୁ ଆମେ ପ୍ରଭୁ ନୂତନ ଭାବରେ ପ୍ରଭୁ ତୁମ ନିକଟବର୍ତ୍ତୀ ହେଉଛୁ। এই 2026ର ଜାନୁଆରୀ ମାସର 4 ତାରିଖରେ ଆମମାନଙ୍କୁ ପ୍ରଭୁ ତୁମେ ପଦାର୍ପଣ କରିବାକୁ ଦେଲ। ଏଥିପାଇଁ ପ୍ରଭୁ ତୁମକୁ ଧନ୍ୟବାଦ ଦେଉଛୁ। ପ୍ରଭୁ ଯାହା ପ୍ରଭୁ ଆଜି କରିବାକୁ ଯାଉଛୁ ଏହା କିଛି ନୁହେଁ ତୁମ ଦୃଷ୍ଟିରେ ପ୍ରଭୁ, ଏହା ଯେ ପ୍ରଭୁ ତୁମ ଦତ୍ତ ପୁରସ୍କାର ଯୁବମାନଙ୍କୁ ପ୍ରଭୁ ତୁମେ ଉତ୍ସାହିତ ଦେଲ, ଯୋଉ ମନ ଦେଇଅଛ ପ୍ରଭୁ ତୁମେ ପ୍ରେମରେ ପ୍ରତ୍ୟେକଙ୍କୁ ତୁମେ ବାନ୍ଧି ରଖିଛ। ଏଥିପାଇଁ ତୁମକୁ ଧନ୍ୟବାଦ ଦେଉଛୁ। ତୁମ ହସ୍ତରେ ସମର୍ପଣ କରି ଶୀଘ୍ର ଆସୁଥିବା ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ବାପା ଯୀଶୁଙ୍କ ନାମେ ମାଗୁଅଛୁ ବିତ ଆମେନ୍। ବର୍ତ୍ତମାନ ସମୟରେ 5 ଜଣ ଯୁବକମାନଙ୍କୁ ଆମେ ଅନୁରୋଧ କରୁଅଛୁ, ଯେଉଁମାନଙ୍କୁ କିଛି ବାଇବେଲରୁ ଆମେ ସେମାନଙ୍କୁ ପଦପର୍ବ ଦେବୁ, ସେମାନେ ପଢ଼ିବେ। ସେମାନଙ୍କ ମୁଖରୁ ଆମେ ଶୁଣିବା ନିମନ୍ତେ ଯିବା। ପ୍ରଥମ ତିମୋଥୀ 5ର 3ରୁ 5 ପର୍ଯ୍ୟନ୍ତ ଭାଇ ଅମିତ ପାଲ ଏବଂ ଜାକବ ପୁସ୍ତକ 1ର 27 ଭାଇ ବବଲୁ ପାଣି ଏବଂ ଏବ୍ରି ପୁସ୍ତକ 13ର 16 ଭାଇ ନଅସନ କରାଡ ଏବଂ ଦ୍ୱିତୀୟ କରନ୍ତି 9ର 6 ପୁସ୍ତକ ଭାଇ ପ୍ରବୀଣ ପ୍ରଧାନ। ଗୀତ ସଂଗୀତା 41ର 13 ଭିକି ପାଳି। ଭାଇମାନଙ୍କୁ ଆମେ ନିରାଶ୍ରୟ ବିଧବାମାନଙ୍କୁ ସମ୍ମାନ କର, କିନ୍ତୁ ଯେବେ କୌଣସି ବିଧବାର ପୁଅ ଝିଅ ବା ନାତି ନାତୁଣୀ ଥାଆନ୍ତି, ତେବେ ସେମାନେ ପ୍ରଥମେ ଆପଣ ପରିବାର ପ୍ରତି ଭକ୍ତି ଦେଖାଇବାକୁ ଓ ପିତାମାତାଙ୍କ ପ୍ରତି ଉପକାର କରିବାକୁ ଶିକ୍ଷା କରନ୍ତୁ, କାରଣ ଏହା ତ ଈଶ୍ୱରଙ୍କ ଦୃଷ୍ଟିରେ ଗ୍ରହଣୀୟ ଅଟେ। ଯେଉଁ ବିଧବା ନିରାଶ୍ରୟ ଓ ଅସହାୟ ସେ ଈଶ୍ୱରଙ୍କ ଉପରେ ଭରସା ରଖି ଦିନ ରାତି ନିବେଦନ ଓ ପ୍ରାର୍ଥନାରେ ଲାଗି ରହିଥାଏ। ଜାକବ 1ର 27 ପଦ। ଅନାଥ ଓ ବିଧବା ବାପାମାନଙ୍କୁ ସେମାନଙ୍କ ଦୁଃଖ ଅବସ୍ଥାରେ ସମ୍ଭାଳିବା, ପୁଣି ସଂସାରରୁ ଆପଣାକୁ ନିଷ୍କଳଙ୍କ ରୂପେ ରକ୍ଷା କରିବା, ଏହା ଆମ୍ଭମାନଙ୍କ ଈଶ୍ୱର ଓ ପିତାଙ୍କ ଛାମୁରେ ବିଶୁଦ୍ଧ ଓ ନିର୍ମଳ ଧର୍ମପରାୟଣ ଅଟେ। ଏବ୍ରି 13ର 16
ପରୋପକାର ଓ ଦାନ କରିବାକୁ ପାସର ନାହିଁ, କାରଣ ଏହିପରି ବଳିରେ ଈଶ୍ୱରଙ୍କ ପରମ ସନ୍ତୋଷ। ପ୍ରବୀଣ ଦ୍ୱିତୀୟ କରନ୍ତି 9:6। ହ୍ୟାଲୋ, ଆସନ୍ତୁ ଆମେ ପଠନ କରିବା ଦ୍ୱିତୀୟ କରନ୍ତୀୟ 9:6-8 ପଦ ପର୍ଯ୍ୟନ୍ତ। ଏଠାରେ ହେଡ଼ିଂ ଲେଖା ଅଛି ହୃଷ୍ଟଚିତ ଦାତା। ଏଠାରେ ଏ ପ୍ରକାର ଲେଖା ଅଛି, କିନ୍ତୁ ଏହା ସତ୍ୟ ଯେ ଅଳ୍ପ ବୁଣେ ସେ ମଧ୍ୟ ଅଳ୍ପ କାଟିବ, ଆଉ ଯେ ପ୍ରଚୁର ବୁଣେ ସେ ମଧ୍ୟ ପ୍ରଚୁର କାଟିବ। ପ୍ରତ୍ୟେକ ଜଣ ଆପଣା ହୃଦୟରେ ଯେପରି ସଂକଳ୍ପ କରିଅଛି ସେହିପରି କରୁ, କୁଣ୍ଠିତ ଭାବରେ ନୁହେଁ ଅବା ବାଧ୍ୟବାଧକତା ହେତୁରୁ ନୁହେଁ, କାରଣ ଈଶ୍ୱର ହୃଷ୍ଟଚିତ ଦାତାଙ୍କୁ ଭଲ ପାଆନ୍ତି। ଆଉ ସମସ୍ତ ବିଷୟ ସର୍ବଦା ଯଥେଷ୍ଟ ରୂପେ ପାଇ ତୁମେମାନେ ଯେପରି ସମସ୍ତ ଉତ୍ତମ କର୍ମ ନିମନ୍ତେ ଅଧିକରୁ ଅଧିକତର ଦାନ କରିପାର, ଏଥି ନିମନ୍ତେ ଈଶ୍ୱର ତୁମମାନଙ୍କୁ ସର୍ବପ୍ରକାର ଅନୁଗ୍ରହ ପ୍ରଚୁର ଭାବରେ ଦେବାକୁ ସମର୍ଥ ଅଟନ୍ତି। ଧନ୍ୟବାଦ। ଗୀତ ସଂହିତା 41:13। ଏଠି ଏ ପ୍ରକାର ଲେଖା ଅଛି, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅନାଦି କାଳରୁ ଅନନ୍ତ କାଳ ଧନ୍ୟ ହୁଅନ୍ତୁ। ଆମେନ୍ ଆମେନ୍। ଧନ୍ୟବାଦ। ଚତୁର୍ଥ ଦିନରେ ପଦାର୍ପଣ କରିଅଛନ୍ତି, ଏଣୁ ଯୁବକମାନଙ୍କ ତରଫରୁ ଆମେ ବିଶେଷ ଅନୁରୋଧ କରୁଛୁ, ଆପଣମାନେ ନିଜ ନିଜ ସ୍ଥାନରେ ଉଭା ହୁଅନ୍ତୁ। ଆପଣମାନଙ୍କୁ ଆମର ଯୁବକମାନଙ୍କ ଦ୍ୱାରା କିଛି ଆମେ ଉପହାର ଦେବା ନିମନ୍ତେ ଯାଉଛୁ। ଆମ ଗହଣରେ ଆମ ଯୁବକମାନଙ୍କର ସମ୍ପାଦକ ମହାଶୟ ଅଛନ୍ତି, ଏହିସବୁ ବିଷୟକୁ ସେ ପରିଚାଳନା କରିନେବେ। ଉପସ୍ଥିତ ପ୍ରତ୍ୟେକଙ୍କୁ ମୋର ଭକ୍ତିପୂର୍ଣ୍ଣ ନମସ୍କାର। ମୁଁ ଅନୁରୋଧ କରୁଛି ଆମ ଯୁବକ ଭାଇମାନେ, ମୁଁ ଯେଉଁମାନଙ୍କର ନାମ ଡାକିବି ସେମାନେ ଆଗକୁ ଆସିବେ ଏବଂ ଆମର ବିଧବା ବାପା ମା ଭାଇ ଭଉଣୀମାନଙ୍କୁ ଦେବା ପାଇଁ। ସର୍ବପ୍ରଥମେ ଆମମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ, ପୁଣି ଉପସ୍ଥିତ ହୋଇଥିବା ଯୁବକ ବନ୍ଧୁମାନଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ ବାପା, ଅନାଥ ବିଧବା ଓ ଭାଇମାନଙ୍କ ମଧ୍ୟରେ ଏହି ସମୟରେ ଯେଉଁ ସୁନ୍ଦର ଏକ କାର୍ଯ୍ୟକ୍ରମ କରାଯାଉଛି, ସେଥିପ୍ରତି ପ୍ରଭୁଙ୍କୁ ଧନ୍ୟବାଦ ଦେବା ସାଙ୍ଗେ ସାଥେ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଭକ୍ତିପୂର୍ଣ୍ଣ ନମସ୍କାର। ଯାହା ହଉ ଏହି ସମୟରେ ଆମେ ଏକ ସୁନ୍ଦର ବିଷୟଟି ଆମେ ଦେଖିବାକୁ ପାରିଛୁ, ଯାହାକି ଯୁବକମାନଙ୍କର ମାଧ୍ୟମ ଦେଇକି। ତେଣୁ ପ୍ରଭୁଙ୍କର ବାକ୍ୟରେ ଜ୍ଞାନୀ ସଲୋମନ ଗୋଟିଏ କଥା ଲେଖିଲେ, ଉପଦେଶ ପୁସ୍ତକ 12 ପର୍ବର ତା ପ୍ରଥମ ପଦରେ, ଯଦି କୌଣସି ଭାଇ କାଢ଼ିଛନ୍ତି ଉପଦେଶ ପୁସ୍ତକ ତାର 12 ପର୍ବର ତାର ପ୍ରଥମ ପଦରେ ଗୋଟେ କଥା ଲେଖା ଅଛି, ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର, ଯେହେତୁ ଦୁଃସମୟ ଆସୁଅଛି। ଯୁବକମାନଙ୍କ ଜୀବନ ମଧ୍ୟରେ ଏକ ସୁନ୍ଦର ମନ ଆମେ ଦେଖିବା ପାଇଁ ଦେଲୁ, ଯାହାକି ଜ୍ଞାନୀ ସଲୋମନଙ୍କର ଉପଦେଶ ପୁସ୍ତକ। ଯୌବନ କାଳରେ ସୃଷ୍ଟିକର୍ତ୍ତାଙ୍କୁ ଯେଉଁମାନେ ପ୍ରେମ କରନ୍ତି, ଭୟ କରନ୍ତି, ଆଉ ଏହି ସୁନ୍ଦର ସମସ୍ତ ବିଷୟକୁ ପ୍ରଭୁ ଆମମାନଙ୍କୁ ସେଇ ଜ୍ଞାନ ଦେଇଥିବା ସକାଶେ ଆଜି ଯୁବକମାନଙ୍କ ଦ୍ୱାରା ଏକ ସୁନ୍ଦର। ତେଣୁ ଗୀତ ସଂହିତା ପୁସ୍ତକରେ ମଧ୍ୟ ଦାଉଦ ମହାରାଜା 125 ପର୍ବରେ ସେ ଲେଖୁଛନ୍ତି, ଯେଉଁମାନେ ସଦାପ୍ରଭୁଙ୍କଠାରେ ନିର୍ଭର ରଖନ୍ତି ସେମାନେ ସିଓନ ଅଟଳ ନିତ୍ୟସ୍ଥାୟୀ ପର୍ବତ ତୁଲ୍ୟ। ପ୍ରିୟ ମୋର ଯୁବକ ଭାଇମାନେ, ଯେଉଁମାନେ ସଦାପ୍ରଭୁଙ୍କୁ ପ୍ରେମ କରନ୍ତି, ଭୟ କରନ୍ତି, ଆମେ ବାଇବେଲରୁ ପଢ଼ୁଥିଲୁ ଅନେକ ପଦ ପର୍ବ ପିଲାମାନଙ୍କ ଦ୍ୱାରା। ବିଧବା ଅନାଥ ଲୋକମାନଙ୍କୁ ଯେଉଁମାନେ ଦାନ କରନ୍ତି, ବିତରଣ କରନ୍ତି, ଆଉ ସେମାନେ ପ୍ରଭୁଙ୍କୁ ଗୌରବ ଦିଅନ୍ତି। ସେମାନେ ଅନାଥ ଲୋକମାନଙ୍କୁ ପ୍ରେମ କରିକି ଦେଉଥିବା ସକାଶେ ପ୍ରଭୁ ସେମାନଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ପୁଣି ସେମାନଙ୍କର ଜୀବନରେ ମଧ୍ୟ ପ୍ରଭୁ ଅନେକ ଆଶ୍ଚର୍ଯ୍ୟ କର୍ମ ମଧ୍ୟ ସାଧନ କରନ୍ତୁ, ଯଦ୍ୱାରା ପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନେ
କିଛି ଦାନ ଦେଉଥିବାରୁ ପ୍ରଭୁ ସେମାନଙ୍କୁ ବହୁଳ ଭାବରେ ଆଶୀର୍ବାଦ କରିବେ। ଏଣୁ ମୋର ବିଶେଷ ଅନୁରୋଧ ଯୁବକ ବନ୍ଧୁମାନଙ୍କୁ, ଆମମାନଙ୍କ ଜୀବନରେ ଯଦି ଆମେ ପ୍ରଭୁଙ୍କୁ ଭୟ କରୁଛୁ ତାହେଲେ ଏହି ସମସ୍ତ ବିଷୟ ଆମମାନଙ୍କୁ ପ୍ରଭୁ ଦାନ କରିବେ, ଆଶୀର୍ବାଦ କରିବେ, ଆଉ ସେ ଆମମାନଙ୍କୁ ନିତ୍ୟ ସ୍ଥାୟୀ କରିବେ। ପ୍ରଭୁ ଏହି ସଂକେତ ବାକ୍ୟରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଧନ୍ୟବାଦ। ଆମେ ସମସ୍ତେ ତାଙ୍କ ନିମନ୍ତେ ବିଶେଷ ଧନ୍ୟବାଦ କରୁଛି। ପ୍ରଭୁ ଆମମାନଙ୍କୁ ବିଶିଷ୍ଟ ସମୟ ଦେଇଛନ୍ତି। ଈଶ୍ୱରଙ୍କ ରାଜ୍ୟ ପାଇଁ ଆମମାନଙ୍କୁ ଯିବାକୁ ହେଲେ ତାଙ୍କ ରାଜ୍ୟ ଧାର୍ମିକତା ନିମନ୍ତେ ଅନ୍ୱେଷଣ କରିବାକୁ ପଡ଼ିବ। ପ୍ରଭୁ ସେଥି ନିମନ୍ତେ ଜଗତରେ ଆମମାନଙ୍କୁ ସୃଷ୍ଟି କରିଛନ୍ତି। ଆମମାନଙ୍କ ପାଇଁ ଈଶ୍ୱର ତାଙ୍କ ରାଜ୍ୟ ଧାର୍ମିକତା ନିମନ୍ତେ ସେ ଗୋଟେ ବାସସ୍ଥାନ ନିର୍ମାଣ କରିଛନ୍ତି। ସେଥି ନିମନ୍ତେ ପ୍ରତ୍ୟେକଙ୍କ ପାଇଁ ଈଶ୍ୱରଙ୍କର ଏହି ସୃଷ୍ଟିର ମନୁଷ୍ୟକୁ ଜଗତରେ ତାଙ୍କର ପାଇଁ ନିଜର ରକ୍ତରେ କ୍ରୟ କରିଛନ୍ତି। ସେହି ରକ୍ତ ଦ୍ୱାରା ଆମେମାନେ ମୁଦ୍ରାଙ୍କିତ ହୋଇଛୁ। ସେହି ରକ୍ତ ଦ୍ୱାରା ଈଶ୍ୱରଙ୍କ ରାଜ୍ୟକୁ ଯିବା ପାଇଁ ସେ ନିଜେ ଏହି ଜଗତକୁ ଆସିଛନ୍ତି। ଆମମାନଙ୍କୁ ପାପର ପରିତ୍ରାଣ କରି ସେ ଆମମାନଙ୍କର ପାପର ସମସ୍ତ ମୁକ୍ତିକର୍ତ୍ତା ହେଇ ସେ ସ୍ୱର୍ଗକୁ ଆଉ ଥରେ ପୁନରୁଦ୍ଧିତ କରିଛନ୍ତି। ପୁନର୍ବାର ସେ ଆସିବେ, ଆମମାନଙ୍କୁ ନେଇଯିବେ। ଏହି ମହାପ୍ରତ୍ୟାଶାରେ ଜଗତର ସମସ୍ତ ଖ୍ରୀଷ୍ଟିଆନ ଭାଇମାନଙ୍କ ପାଇଁ ଏଇଟା ଗୋଟେ ମହା ଆନ୍ଦୋଳନ ସୃଷ୍ଟି କରୁଛି। ସମସ୍ତ ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ପ୍ରସ୍ତୁତ ହେଉ। ଯାଉ, ମୁଁ ଗୋଟେ ସାଧାରଣ ମନୁଷ୍ୟ ଈଶ୍ୱରଙ୍କ ଦୃଷ୍ଟିରେ ଆଜି ସୃଷ୍ଟି ହେଇଥିବାରୁ ଏହି କେରଳ ଗ୍ରାମର ପ୍ରତ୍ୟେକ ଖ୍ରୀଷ୍ଟିଆନ ଭାଇମାନଙ୍କ ପାଇଁ ଏଇ ଆମର ଏଇ ସମାଜର ଯେଉଁ ସମସ୍ତ ଆଜି ବିଶିଷ୍ଟ ଦିନରେ ପ୍ରଭୁ ଏଇ 2025 ସାଲ ଦେଖିବାକୁ ଦେଇଥିଲେ। ତାପରେ ଏହିପରି ଦିନରେ ଆମେମାନେ ଗୋଟେ ଯୁବକମାନଙ୍କ ପାଇଁ ଆମେ ଏଇ ସୁନ୍ଦର ସୁଯୋଗ ପାଇଥିଲୁ। ପ୍ରତ୍ୟେକ ବିଧବା ପତ୍ନୀ ଯାକ এই সুন্দর সুযোগরে ଆମେମାନେ ଯୋଗ ଦେଇଥିଲୁ। କାହିଁକି এই ସମସ୍ତ ବିଷୟ ଆମେ ଖ୍ରୀଷ୍ଟିଆନ ଜୀବନରେ ପ୍ରଭୁଙ୍କର ଅନୁଗ୍ରହ ପାଇଥିବାରୁ ଆଜି ଜଗତରେ ଆମେମାନେ এই ସମସ୍ତ ବିଷୟ ସୁଯୋଗ ପାଇଛୁ। କେବଳ ଈଶ୍ୱରଙ୍କ ଦ୍ୱାରା ଆମମାନଙ୍କ ପାଇଁ ଏଇଟା ଗୋଟେ ଅନୁଗ୍ରହ ସମୟ ଆସିଛି। ମୁଁ ଆପଣମାନଙ୍କୁ କୌଣସି ଶିକ୍ଷା ଦେବାର କୌଣସି କିଛି ଜ୍ଞାନ ନାହିଁ, ବୁଦ୍ଧି ନାହିଁ। ଈଶ୍ୱରଙ୍କ ଦୟା ହେତୁ এই ଜୀବନରେ ଆଜି ପ୍ରଭୁଙ୍କ ନିମନ୍ତେ ଆପଣମାନଙ୍କ ସମ୍ମୁଖରେ ଠିଆ ହେଇଛି। ନିଶ୍ଚୟ ଆଜି ଆମର କ୍ରୀଡ଼ାଙ୍ଗ ଯୁବକମାନଙ୍କ ପାଇଁ ବିଶେଷ ଧନ୍ୟବାଦ ଦେଉଛି ଯେ ସେମାନେ ଏହିପରି ଚିନ୍ତା କରିଛନ୍ତି ଯେ ଈଶ୍ୱରଙ୍କର ଗୋଟେ ଅନୁଷ୍ଠାନ କରିବା, ଯେ ମଣ୍ଡଳୀର ସେମାନେ ଗୋଟେ ଈଶ୍ୱରଙ୍କର ପକ୍ଷେ ସେମାନେ ଗୋଟେ ମହା ଯୋଦ୍ଧା, ସେମାନେ ଗୋଟେ ମେରୁଦଣ୍ଡ ଏବଂ ଗ୍ରାମର ମେରୁଦଣ୍ଡ। ସେମାନଙ୍କ ପକ୍ଷେ ଈଶ୍ୱର ଯୁଦ୍ଧ କରିବା ପାଇଁ ସେମାନେ ଈଶ୍ୱରଙ୍କ ପକ୍ଷେ ଠିଆ ହେଇଛନ୍ତି। ଏଇଟା ମୁଁ କହିବା ପକ୍ଷରୁ ସମସ୍ତଙ୍କର ପାଇଁ ପ୍ରଭୁଙ୍କ ନିମନ୍ତେ ଧନ୍ୟବାଦ ଦେଉ ଏହି ଯୁବକମାନଙ୍କୁ ଏବଂ ପ୍ରତ୍ୟେକ ବିଧବା ପତ୍ନୀ ଏବଂ ଯେଉଁମାନେ ଆଉ ଗ୍ରାମର ନେତା ନେତ୍ରୀ ବଡ଼ ବଡ଼ ଲୋକମାନେ ଅଛନ୍ତି ସମସ୍ତଙ୍କ ନିକଟରେ ମୋର ପ୍ରାର୍ଥନା ଏବଂ ନମସ୍କାର। ନିଶ୍ଚୟ ବେଶୀ ସମୟ କହିବାର କିଛି ଆଉ ଭାଇମାନେ ଏବଂ ଆମ ଯୁବକମାନେ ଅନୁରୋଧ କରିଛନ୍ତି। ଗୋଟେ ବିଷୟ ଈଶ୍ୱରଙ୍କର ସମ୍ମୁଖରେ ଆମେ ରଖୁଛୁ। ଆଜି এই 2025 ସାଲ ଭିତରେ ଆମେ ଆସୁ ଆସୁ କେତେ ଲୋକ ପ୍ରଭୁଙ୍କ ନିକଟକୁ ଚାଲି ଯାଇଛନ୍ତି। ଆଉ ଏହିପରି ଦିନ ସେମାନେ ଦେଖିପାରିନାହାନ୍ତି, କିନ୍ତୁ ଆମମାନଙ୍କ ପାଇଁ ଏତେ ବଡ଼ ଦିନ ଈଶ୍ୱର ଯେ ଆମମାନଙ୍କୁ ଦେଇଛନ୍ତି, ଏଇଟା ଆମେମାନେ ଆଜି ସମସ୍ତେ ନିଜକୁ ଅନୁଭବ କରୁଛୁ ଯେ ପ୍ରଭୁ ଏଇ ଯୁବକମାନଙ୍କ ଦ୍ୱାରା ଗ୍ରାମର ଉନ୍ନତି କରନ୍ତୁ ଏବଂ ମଣ୍ଡଳୀର ଉନ୍ନତି କରନ୍ତୁ। ସେମାନେ ପ୍ରଭୁଙ୍କ ପକ୍ଷେ ଯେପରି ଭାବେ ଦାଉଦ ରାଜା ଗୋଟେ ଜଙ୍ଗଲରେ ସେ ମେଷ ଚରାଉଥିଲେ, କିନ୍ତୁ ପ୍ରଭୁଙ୍କ ପକ୍ଷେ ସେ କିପରି ଯୋଦ୍ଧା ଏବଂ ପ୍ରଭୁଙ୍କ ପକ୍ଷେ କିପରି ବିଶ୍ୱସ୍ତ ଜୀବନଯାପନ କରୁଥିଲେ କୌଣସି ଲୋକ ଜାଣିନାହାନ୍ତି, କୌଣସି ଲୋକ ଦେଖିନାହାନ୍ତି। କିନ୍ତୁ ସମୟ ଆସିଲା ଯେ ଦାଉଦ ରାଜା ଇସ୍ରାଏଲର ଗୋଟେ 40,000 ସୈନ୍ୟ ଉପରେ ଈଶ୍ୱର ତାକୁ ରାଜତ୍ୱ କରି ସେ ପରିଚାଳନା କରିବା ପାଇଁ ଯୁକ୍ତ କଲେ। ଏତେ ବଡ଼ ବିଶିଷ୍ଟ ବିଷୟ ଗୋଟେ ମେଷ ପାଳକ ଚରିବାର ଲୋକ ଆମେମାନେ ଜାଣୁଛୁ ଯେ ସେ ଗୋଟେ ଜଗତରେ ଯେଉଁମାନେ ମେଷ ଚରୁଛନ୍ତି ସେମାନଙ୍କ ପାଇଁ ଗୋଟେ ନୀଚ ପଦ, ସେମାନଙ୍କର ଜ୍ଞାନ ନାହିଁ, ବୁଦ୍ଧି ନାହିଁ, ସେମାନେ ଗୋଟେ ବଣରେ ଥିବା ଲୋକ। କିନ୍ତୁ ଏହିପରି ସମୟ ଆସିଲା ଗୋଟେ ସାଉଲ ରାଜାଙ୍କର ଅଧୀନରେ ସବୁ ବିଷୟ ସାଉଲ ରାଜା ତାଙ୍କ ନିକଟରେ ସମର୍ପଣ କରିଥିଲେ। ଆଉ ସେହିପରି ଭାବେ ଦାଉଦ ରାଜା କିପରି ଭାବେ ସମସ୍ତ ଦୃଷ୍ଟିଗୋଚରରେ ପୃଥିବୀ ଭିତରେ ତାଙ୍କର ବାକ୍ୟ ଆଜି ଆମେ ସମସ୍ତେ ଗଣନା କରୁଛୁ, ସ୍ମରଣ କରୁଛୁ। ଏହିପରି ଯୁଦ୍ଧ କରିଥିଲେ ଯେ 6.5 ଫୁଟ ଗଲିଆତକୁ ସେ ଯୁଦ୍ଧ କରି ପ୍ରଭୁଙ୍କ ପକ୍ଷେ ବିଜୟ ହେଇଥିଲେ। ଆଜି ସେହିପରି ବନ୍ଧୁଗଣ ଏହି ଯୁବକମାନେ ଦାଉଦ ରାଜା ପରି ଈଶ୍ୱରଙ୍କ ପକ୍ଷେ ଯୁଦ୍ଧ କରନ୍ତୁ। ପବିତ୍ର ଆତ୍ମାରେ ଈଶ୍ୱରଙ୍କ ରାଜ୍ୟ ପାଇଁ, ମଣ୍ଡଳୀ ପାଇଁ,
ଗ୍ରାମ ପାଇଁ ଈଶ୍ୱରଙ୍କର ଗୌରବ କରିବା ପାଇଁ ଯେପରି ଭାବେ ଦାଉଦ ରାଜା କରିଥିଲେ ସେହିପରି ଜୀବନଯାପନ କରି ଆପଣମାନେ ଈଶ୍ୱରଙ୍କ ପକ୍ଷେ ବିଶ୍ୱସ୍ତ ହୁଅନ୍ତୁ। ଆଉ ଗୋଟେ ବିଷୟ, ଯୋସେଫ କିପରି ଭାବେ ଯୁବକ ସମୟରେ କି ତାର ଜୀବନରେ କୌଣସି କି ପ୍ରକାର ଭାବେ ସମସ୍ତେ ଜାଣିଛନ୍ତି କି ଅବସ୍ଥାରେ ସେ ତାର ଜୀବନରେ ପ୍ରଭୁଙ୍କ ପାଇଁ ବିଶ୍ୱସ୍ତ ଜୀବନଯାପନ କରିଥିଲେ। ଯେ ଗୋଟେ ଫଟିପୁର ରାଜାଙ୍କ ଗୃହରେ ସେ ଯାଇଥିଲେ, ସମସ୍ତ ବିଷୟ ଆମେ କହିବା ନାହିଁ, କିନ୍ତୁ ସେଇ ଫଟିପୁର ସ୍ତ୍ରୀ ଏତେ ସୁନ୍ଦର ରାଣୀ, କିନ୍ତୁ ତାକୁ ଲୋଭ କରି ଗୋଟେ ବିଷୟ ତାକୁ ଗୋଟେ ମନ୍ଦ ଶକ୍ତି ନେଇକରି ତାକୁ ତା ସହିତ ଶୟନ କରିବା ପାଇଁ ତାକୁ ବଳାତ୍କାର କରିଥିଲା। କିନ୍ତୁ ଦେଖନ୍ତୁ ଯେ ଆମ ପରି ଜୀବନରେ, ଆମ ପରି ଯୁବ ଜୀବନରେ ଜଗତରେ ପାପରେ ପଡ଼ିଯିବାଟା କୌଣସି ବିଷୟ, କୌଣସି ସମ୍ଭାବନା, କୌଣସି ଲୋକ ସେଠୁ ଅଟେଇ ପାରିପାରିବେ ନାହିଁ। କାରଣ ଗୋଟେ ରାଣୀ ଗୋଟେ ଯୁବକ ସହିତ ନିଜେ ତାକୁ ପାପରେ ପ୍ରଲୋଭନ ଦେଖି ସମସ୍ତ କିଛି ଭୟଙ୍କର ସମସ୍ୟା ଭିତରେ ଯୋସେଫକୁ ନେଇଥିଲେ। କିନ୍ତୁ କିପରି ଈଶ୍ୱରକୁ ସେ ଭୟ କରିଥିଲେ ଆମେ ମାନେ ଜାଣୁ। ହେ ଯୁବକମାନେ, ତୁମେ ଦେଖ, ତୁମେମାନେ ପାପାତ୍ମାକୁ ଜୟ କରିଅଛ, ତୁମେମାନେ ଈଶ୍ୱରଙ୍କ ଠାରେ ବଳବାନ। ଏହିପରି ଜୀବନରେ ଯୋସେଫ ଏତେ ବଡ଼ ପାପ ଠାରୁ ନିଜକୁ ରକ୍ଷା କରିଥିଲେ। ଆଜି ଏହିପରି ଭାବେ କି ଆମେମାନେ ଯୁବକମାନେ ସେଇ ଜୀବନରେ ଅଛୁ ଯେ ଆଜିକାଲି ଆମମାନଙ୍କ ଜୀବନରେ ଯୋସେଫ ପରି ଜୀବନଯାପନ କରନ୍ତୁ, ଦାଉଦ ରାଜା ପରି ଈଶ୍ୱରଙ୍କ ପକ୍ଷେ ଯୁଦ୍ଧ କରନ୍ତୁ। ଏହି ସମସ୍ତ ବାକ୍ୟ ନେଇ ଆପଣମାନଙ୍କୁ ମୁଁ ରଖିଲି। ଆଉ ଯେଉଁମାନେ ବିଧବା ପତ୍ନୀ, ଆମମାନଙ୍କର, ମୁଁ ମଧ୍ୟ ଗୋଟେ ବିଧବା, ଏଣୁକରି ଆମମାନଙ୍କର ଯେଉଁ ଈଶ୍ୱର ଆମମାନଙ୍କୁ ଯେଉଁ ସଙ୍ଗୀମାନେ ଦେଇଥିଲେ ବା ବିଧବାମାନଙ୍କୁ ବା ପତ୍ନୀମାନଙ୍କୁ ଯେଉଁ ଈଶ୍ୱର ସଂଯୁକ୍ତ କରିଥିଲେ, ସେଇ ସମୟଟା ଆମମାନଙ୍କୁ ପ୍ରଭୁ ନେଇଯାଇଛନ୍ତି। ସେଇ ଭିତରେ ଆମମାନେ ପ୍ରଭୁଙ୍କ ପକ୍ଷେ ବିଶ୍ୱସ୍ତ ଥିବାକୁ ପଡ଼ିବ। କାରଣ ବିଧବା ହେଇଗଲୁ, ପାପରେ ପତିତ ହେବା ପାଇଁ ଈଶ୍ୱର ରଖିନାହାନ୍ତି, ବା ବିଧ ପତ୍ନୀ ଆମେମାନେ ପାପରେ ପତିତ ହେବାକୁ ଯାଇନାହାନ୍ତି। ପ୍ରଭୁ ଯାହାକି ଆମକୁ ସଂଯୁକ୍ତ କରିଥିଲେ ଆମର ଜୀବନରେ ସେଇଟା ଶେଷ କରିବାକୁ ପଡ଼ିବ। ସେଇ ଜୀବନରେ ଆମମାନଙ୍କୁ ପ୍ରଭୁ ଜଗତରେ ଆଜି ରଖିଛନ୍ତି। ଏହି ସମସ୍ତ କାର୍ଯ୍ୟ ନେଇ ପ୍ରତ୍ୟେକ ଯୁବକମାନଙ୍କୁ ବିଶେଷ ଧନ୍ୟବାଦ କରୁଛି ମୁଁ। ଆଉ ଏହି ସମସ୍ତ କାର୍ଯ୍ୟ ଏ 2026 ସାଲରେ ଆମମାନେ ଦେଖିବାକୁ ପାରିଛୁ। ପ୍ରତ୍ୟେକ ଜୀବନରେ ଆମମାନେ ଏହି ନୂତନ ସୃଷ୍ଟି ହେବା, ଈଶ୍ୱରଙ୍କ ପକ୍ଷେ ନୂତନ ଜୀବନ ନେବା, ନୂତନ ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ପ୍ରସ୍ତୁତ ହେବା। ଯୁବକମାନେ ଏହି ସମସ୍ତ ଅନୁଷ୍ଠାନ କରିଛନ୍ତି, এইটা এই সারা বর্ষ নিমন্তে জীবনের প্রস্তুত হয়ে প্রভুঙ্ক পাই জীবনযাপন করন্তু। সমস্ত নিকটে এই বিশেষটাকে ମୁଁ ପ୍ରଭୁ ଧନ୍ୟବାଦ କରୁଛି। ଧନ୍ୟ ପ୍ରଭୁ, ଧନ୍ୟ ତାଙ୍କ ନାମ। ଆମେ ଧନ୍ୟବାଦ ଜଣାଇବା। ବର୍ତ୍ତମାନ ଆମେ ଏହି ବିପତ୍ନୀ ଏବଂ ବିଧବାମାନଙ୍କୁ ବସ୍ତ୍ର ଖଣ୍ଡିଏ ଦେବା ପୂର୍ବରୁ ଆମ ଗହଣରେ ଆମ ଖୁସିର ଡାଡି ପ୍ରଧାନ ମହାଶୟ ଅଛନ୍ତି। ଅଳ୍ପ ସମୟ ସେ ପ୍ରାର୍ଥନା କରିବେ, ଆମେ ଆରମ୍ଭ କରିବା ନିମନ୍ତେ ଯିବା। ଆସନ୍ତୁ ଆମେ ପ୍ରାର୍ଥନା କରିବା ପୂର୍ବରୁ ଉପସ୍ଥିତ ହେଇଥିବା ଆମ ଗ୍ରାମର ବୃଦ୍ଧ ବାପା ମା ମାନଙ୍କୁ, ତା ସହିତ ପ୍ରତ୍ୟେକ ଯୁବକମାନଙ୍କୁ ଆଉ ଏ ସ୍ଥାନରେ ଯେତେ ଯୋଗ ଦେଇଛନ୍ତି, ଉପସ୍ଥିତ ଅଛନ୍ତି, ସମସ୍ତଙ୍କୁ ମୋର ଭକ୍ତିପୂର୍ଣ୍ଣ ନମସ୍କାର। ଆସନ୍ତୁ ଆମେ ପ୍ରାର୍ଥନା କରିବା। समस्त अनुग्रह आशीर्वाद राकर एकमात्र प्रिय प्रभु जे तुम्भ निकट रे प्रभु प्रार्थना निवेदन करने सुजोग पाई अच्छी। तुम्भ निकट निवेदन करने सुजोग प्रदान कल, से तुम नाम धन्य हो। कारण तुम्हें आम मान को जो प्रेम करी, दया करी, अनुग्रह करी, आशीर्वाद करी, मंगल करी, अनेक उत्थान पतन जीवन में प्रभु आम को तुम्हें सुरक्षा करी, दिन मास वर्ष आम को स्वर्गगति तुम्हें आम सहाय सबक्ति परमेश्वर है। आज वर्षर प्रथम मासरे चतुर्थ दिन में आम को देखापी से तुम नाम धन्यवाद हो। देथिबा सुंदर सुजोग तुमरी धन्यवाद हो। वर्तमान समय तुम निकट में प्रार्थना करुच्छे मंगलमय प्रभु, तुम्हें आम समस्त विषय जान। मनुष्य बाह्य रूप देखे किंतु तुम्हें अंतर देखा परमेश्वर। तुम्हारे वाक्य अनुसार प्रत्येक जेपरी आम चलू, जो वाक्य मैंने प्रत्येक शुणुछु, वर्तमान समय अध्ययन करुछु, ताहा प्रत्येक हृदय मन मध्य प्रत्येक जेपरी अंगे अंगे पालन करने तुम्हें दियो। आउपरी तुम्हारी वाक्य समस्त पालन करी तुम्हारी जो आशीर्वाद रखिछ
ସେ ଆଶୀର୍ବାଦର ଆକର ପ୍ରତ୍ୟେକ ଯେପରି ହେବାକୁ ପାରିବ ସେଥିପାଇଁ ମଧ୍ୟ ତୁମର ସେ ଉର୍ଦ୍ଧ୍ୱର ଆଗତ ଜ୍ଞାନ ବୁଦ୍ଧି ଆମମାନଙ୍କୁ ତୁମେ ପ୍ରଦାନ କର ବୋଲି ପ୍ରାର୍ଥନା କରୁଅଛି। ବର୍ତ୍ତମାନ ସମାପ୍ତ ତୁମ ହସ୍ତରେ ସମର୍ପଣ କରି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ବାପା ଯୀଶୁଙ୍କ ନାମରେ ଛୋଟ କ୍ଷୁଦ୍ର ଭିକ୍ଷା ମାଗଲି ପିତା, ଆମେନ୍। ଶେଷରେ ଆଶ୍ରିତ ଗ୍ରାମର ପ୍ରତ୍ୟେକ ପରିବାରର ଯୁବକମାନଙ୍କୁ ପୁଣି ବୃଦ୍ଧ ବାପା ମା, ବିଧବା ମା ବାପା, ପୁଣି ଏଠାସିତ ପ୍ରତ୍ୟେକ ବିଶ୍ୱାସୀମାନଙ୍କୁ ମୋର ଭକ୍ତିପୂର୍ଣ୍ଣ ନମସ୍କାର। ଆସନ୍ତୁ ଆମମାନେ ପ୍ରାର୍ଥନା କରିବା, ସମସ୍ତେ ଆଖି ବୁଝନ୍ତୁ, ସମସ୍ତେ ମନୋଯୋଗ ଧ୍ୟାନ ଦିଅନ୍ତୁ। ଅତ୍ୟନ୍ତ ଦୟାଳୁ ପରମେଶ୍ୱର, ତୁମେ ଜୀବିତ ପରମେଶ୍ୱର ହୋଇଥିବାରୁ ପ୍ରଭୁ ଆମମାନଙ୍କୁ ପ୍ରତିପାଳନ କରି ଆଣୁଅଛ ପ୍ରଭୁ। ପ୍ରଭୁ ତୁମେ ପ୍ରଭୁ ସ୍ୱର୍ଗରେ ଥାଏ ପ୍ରଭୁ ଆମମାନଙ୍କ ପାଇଁ ପ୍ରଭୁ ତୁମେ ଦୃଷ୍ଟିପାତ ରଖିଅଛ ପ୍ରଭୁ। ଏତେବେଳେ ପ୍ରଭୁ ବାସ୍ତବିକ ପ୍ରଭୁ ଏ ଜଗତରେ ପ୍ରଭୁ ରହିଛୁ ଆମମାନେ ପ୍ରଭୁ ଏ ଜଗତରୁ ପ୍ରଭୁ ଏହି ବର୍ଷ ପ୍ରଭୁ ଅନେକ ଲୋକ ପ୍ରଭୁ ଓ ପ୍ରଭୁ ଜଗତରୁ ପ୍ରଭୁ ଚାଲି ଯାଇଅଛନ୍ତି ପ୍ରଭୁ। ଏତେବେଳେ ପ୍ରଭୁ ପ୍ରାର୍ଥନା କରୁଛି ଗ୍ରାମର ପ୍ରଭୁ 5 ପରିବାରରୁ 5 ଜଣ ପ୍ରଭୁ ଆମେମାନେ ହରଣ କରିଅଛୁ ପ୍ରଭୁ। ପ୍ରଭୁ ସେତେବେଳେ ପ୍ରଭୁ ପ୍ରାର୍ଥନା କରୁଛୁ ଅବଶିଷ୍ଟ ଆମମାନେ ପ୍ରଭୁ ବଞ୍ଚି ରହିବୁ ଓ ପ୍ରଭୁ ତୁମରି ଅପେକ୍ଷାରେ ରହିବୁ, ତୁମଠାରେ ଜାଗ୍ରତ ରହିବୁ। ଏହିପରି ଆମମାନଙ୍କର ପ୍ରତ୍ୟେକ ହୃଦୟ ପ୍ରଭୁ ତୁମେ ପ୍ରସ୍ତୁତ କର ପ୍ରଭୁ। ଆଜିର ପ୍ରଭୁ ଏହି ମନ ହୃଦୟ ଦେଇଥିବା ପ୍ରତ୍ୟେକ ଲୋକ ପ୍ରଭୁ ଆଶୀର୍ବାଦ କର ବୋଲି ଶୀଘ୍ର ଆସୁଛ ପ୍ରଭୁ ଆମମାନଙ୍କ ପାଇଁ ପ୍ରଭୁ ତୁମେ ଓ ପ୍ରଭୁ ବବୁଲ ପାଣି ସବୁ ସେଟ୍ ହେଇଯାଇଥିବ ଗଲେ ଡାକିଲେ ପିଲା ବନାଇକି ଯାଇଛେ ଛିଡ଼ା ହେଲେ ହବ ନା, ଏତେ ପିଲା ଆସୁ ଏଠି ଉଲ୍ଲାସ ଚିନ୍ତାଣୀ ଯାଉନ ଠିଆ ହେଇକି ଦେବ ସବୁ ଲିଷ୍ଟ ଅଛି, କିଛି ଅସୁବିଧା ନାହିଁ। ମୋବାଇଲ ଅଛି ଛିଡ଼ା ଏଠି ଛିଡ଼ା କରିଦେବ। ସମସ୍ତେ ଉଭା ହୁଅନ୍ତୁ, ଆଗକୁ ଆସନ୍ତୁ, ସମସ୍ତେ ଆସନ୍ତୁ। ଠିଆ ହବ ଟବାଲ କେନ୍ତାର ନାଇଁ ଜଣେ ପରେ ଜଣେ ଦୁଇ ଜଣ ଦେବେ ବାପାକୁ ଆମର ସାଗର ପାଣି ଉଲ୍ଲାସ ଚିନ୍ତାଣୀ ମଝିରେ ଠିଆ ତମେ ଗୋଟେ ଲୋକ ଏପଟେ ଆସ। ସେହିପରି ସୁରଜ କରାଡ଼ଙ୍କର ଜେଜେବାପା ଛିଡ଼ା ହେବେ, ତାଙ୍କୁ ଆମର ଅମିତ ପାଲ ବାବୁନା ପାଣି ଯାଇକି ଦେବେ। ଟିକେ ଶୀଘ୍ର ଶୀଘ୍ର ଆସନ୍ତୁ। ସେହିପରି ଭାବେ ଭିକି ପାଣି ଭାଇନା ସୁରେଶ ଗାଣ୍ଟାର ଉଠାଇବେ ଏବଂ ଆମର ବବୁଲୁଙ୍କ ଜେଜେବାପାଙ୍କୁ ଦେବେ। ସେହିପରି ଭାବେ ଆମର ପ୍ରଶାନ୍ତ କରାଡ଼ ଏବଂ ସଞ୍ଜୟ ଛିଞ୍ଚାଳି ସେ ଦୁଇ ଭାଇ ଆସିବେ। ସେହିପରି ଭାବେ ଶକ୍ତିରାଜ ଏବଂ ସେହିପରି ଦୀପକ ପ୍ରଧାନଙ୍କ ଜେଜେମା, ସେହିପରି ଭାବେ ଆମର ଖୁସିର ଜେଜେମାକୁ ଆମର ଅମିତ ଖଣ୍ଡାଦିନୀ ମା ଅଛନ୍ତି, ସେ ଯାଇକି ଦୀପକ ପ୍ରଧାନଙ୍କ ଲାଲଟୁ ଭାଇନାର ଆଇନ ଦେବେ। ସେହିପରି ଭାବେ ଆମ ଗହଣରେ ଭାଇ ହାରଣ ଗାଟା ଅଛନ୍ତି,
ତୁ ଯାଇକି ଆମ ଦୀପକ ପ୍ରଧାନଙ୍କ ମାଆକୁ ଦେବେ। ଆମ ଗହଣରେ ରାଜା ଘାଟ ଅଛନ୍ତି, ରାଜକୁମାର ଘାଟ। ଦେଖ